ଆଉ ମା ଏଇଟା କିଛି କାଟୁନି ନା? হ্যাঁ ଏବେ ଠିକ ଚାଲିଛି। এটা পুরা শুকিয়েছি। হস্টেল খাଇବା ପାଇଁ ବ୍ୟବସ୍ଥା କରିଦେଉଛି, ସେ ହଷ୍ଟେଲ ଯାଉ, ଯଦି କିଛି ସୁବିଧା ଅସୁବିଧା ଅଛି ଆମେ ଅଛୁ ତା ପାଇଁ। ନହେଲେ ଆସିବୁ, ତାକୁ ଆମେ ଟ୍ରାଇସାଇକେଲ ଗୋଟେ ଦେଇଦେବା। ଠିକ ଅଛି। ଝିଅ ତମ ନାଁ କ'ଣ ରେ? ବୈଷ୍ଣବୀ ସିଂ। ପାଠ ପଢୁଛ? କୋଉ କ୍ଲାସ? ପ୍ରଥମ ଶ୍ରେଣୀ ପଢୁଛ? ଆଜି କାହିଁ ସ୍କୁଲ ଯାଇନ ମା? ଓ ମୁଁ ଆସିଛି ବୋଲି? ଆଚ୍ଛା, ତାର ସବୁଦିନ ପାଠ ପଢିବ। ଜଏଣ୍ଟରେ ଅଛି ପଟା। ଘର ଗୋଟେ ଦେଇଦେବା, ଏବେ ନାଇଁ 2-3 ମାସ ଲାଗିବ ଘରଟା ଦେଇଦେବା, ଭତ୍ତା ଦେଇଦେବା, ଘର ଦେଇଦେବା। ତମେ ଚାଉଳ ପାଉଛ? କେତେ ପାଉଛ? ଇଏ ସିଏ ଆମେ 35 କେଜି ଚାଉଳ ଦେଇଦେବା ହେଲା। ଆଜି ଛୁଆକୁ ଭତ୍ତା ଦିଆହେଉଛି। ପଇସା ଅଛି ମା? ତୁ ଭତ୍ତା ପଇସା କ'ଣ କିଣିବ? ବହି କିଣିବ? କ'ଣ କିଣିବ? ବହି କିଣିବ ହେଲା। ପଇସା ନହେଲେ ଖର୍ଚ୍ଚ ହେଇଯିବ, ଜାଣିପାରିବନି। ଏଇ ଛୁଆର ଭବିଷ୍ୟତ ପାଇଁ ତାକୁ ସୁକନ୍ୟା ଯୋଜନାରେ 1000 ଟଙ୍କା ଲେଖା ରଖ, ପ୍ରତ୍ୟେକ ମାସ ରଖ ହେଲା। ସେ ଚକ୍ରବର୍ତ୍ତୀ ସୁଧରେ ସେ ବାହାରିଲା ବେଳକୁ ସେ ବହୁତ ହେଇଯାଇଥିବ। ପଢିବ ନା? ପଢିବା ପାଇଁ ଇଚ୍ଛା ଅଛି? ପଢୁଛନ୍ତି ତାଙ୍କର ପଢିବା ପାଇଁ ବହୁତ ଇଚ୍ଛା ଅଛି, ଜାଣିଲେ ବାବା। ସେ ଛୁଆର ପଢିବା ପାଇଁ ବହୁତ ଇଚ୍ଛା ଅଛି, ତାକୁ ଆମେ ଏଠି ଟ୍ରାଇସାଇକେଲ ଦେଇଦେବୁ, ନହେଲେ ସେ ଯଦି ଚାହିଁବ ତାକୁ ଆମେ ହଷ୍ଟେଲରେ ରଖିଦେବା। ହଁ। ଆଉ ମା ଏଇଟା କିଛି କାଟୁନି ନା? হ্যাঁ ଏବେ ଠିକ ଚାଲିଛି। ରଖ ରଖ ରଖ, ଦେଖେ ରଖିପାରିବନି। ହଁ ହେଲା, ଆମେ ଅଛୁ, ତମେ ଜମା ବ୍ୟସ୍ତ ହବନି ହେଲା। ଆମେ ତାର ପୁରା ବାପା ଭାଇ, ତାର ଆମେ ବନ୍ଧୁ, ତାର ସବୁ କିଛି, ତା ପାଇଁ ଆମେ ଅଛୁ। ତୁ ମା ପାଠ, ବୈଷ୍ଣବୀ ତୁ, ବିଷ୍ଣୁ ବୈଷ୍ଣବୀ। ହଁ, ଡରିବାର ନାହିଁ। ଡରିବାର ଅଛି କି? ଡରିବି ନାହିଁ କୁହ। ପାଠ ପଢିବି କୁହ, ଏମିତି କୁହ, ପାଠ ପଢିବି। ହଁ ଠିକ ଅଛି, ଓକେ। ତାହେଲେ ଆମେ ଆସୁଛୁ, ତାକୁ ହଷ୍ଟେଲରେ ରଖିବା ପାଇଁ ଆମେ ବ୍ୟବସ୍ଥା କରିଦେଉଛୁ। ଆମେ ତ ପଇସା ଦେଇଦେଲେ, ଭତ୍ତା ଦେଇଦେଲେ, ହଷ୍ଟେଲ ରଖିବା ପାଇଁ ବ୍ୟବସ୍ଥା କରିଦେଉଛୁ। ସେ ହଷ୍ଟେଲ ଯାଉ, ଯଦି କିଛି ସୁବିଧା ଅସୁବିଧା ଅଛି ଆମେ ଅଛୁ ତା ପାଇଁ। ନହେଲେ ଆସିବୁ, ତାକୁ ଆମେ ଟ୍ରାଇସାଇକେଲ ଗୋଟେ ଦେଇଦେବା। ଠିକ ଅଛି, ଆସୁଛୁ ତାହେଲେ ମା। ଆଉ ଏଇ